ଅନନ୍ତ ଅନନ୍ତ ପଟ୍ଟନାୟକ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିଲେ ଏବଂ ତାଙ୍କ କାଲି ଘଟଣା ପରେ ତାଙ୍କ ବାପାଙ୍କ ରିପୋର୍ଟ ଉପରେ ଶେରଗଡ଼ ଥାନାରେ କେସ୍ ପଞ୍ଜୀକୃତ ହୋଇଛି। କେସ୍ ପଞ୍ଜୀକୃତ ହେଲା ପରେ ତଦନ୍ତ ସମୟରେ ଜଣାପଡ଼ିବା ପରେ 3 ଜଣ ସମ୍ପୃକ୍ତ ଥିବା ବ୍ୟକ୍ତିକୁ ଥାନାରେ ଅଟକ ଅଛନ୍ତି। ସେମାନେ ତାଙ୍କର ଇଣ୍ଟରୋଗେସନ୍ ଚାଲିଛି ଏବଂ ପରବର୍ତ୍ତୀ ସମୟରେ ଆଉ କାହାର ଯଦି ସମ୍ପୃକ୍ତି ରହିଥିବ ତାହେଲେ ସେମାନଙ୍କୁ ବି ଆରେଷ୍ଟ କରି ଫରୱାର୍ଡ କରାଯିବ। ହତ୍ୟା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ହେଇଛି। ନୂଆ ଖେରାଡାରେ ଯେଉଁ ପ୍ରଥମ ଘଟଣା ସେଠି ଘଟିଲା, ସେମାନେ ତାଙ୍କୁ ସେଠି ଅଟକେଇକି ଅପରାଧୀମାନେ ଅନନ୍ତ ପଟ୍ଟନାୟକକୁ ଠେଙ୍ଗାରେ ବାଡ଼େଇଥିଲେ ଏବଂ ତାକୁ ତାଙ୍କ କାରରେ ଏଇ ଜାଗାକୁ ନେଇ ଆସିଥିଲେ। ଆଉ ଏଇ ଜାଗାରେ ଅନନ୍ତ ପଟ୍ଟନାୟକର ମୃତ୍ୟୁ ହୋଇଛି। ଜବତ ପ୍ରକ୍ରିୟା ଚାଲିଛି। ବର୍ତ୍ତମାନ ଜବତ ସରିଲା ପରେ ସମ୍ପୂର୍ଣ୍ଣ ବିବରଣୀ ଆମେ ଦେବୁ। ଏଇ ଜାଗାରେ ବର୍ତ୍ତମାନ ତାର ବ୍ୟାକପ୍ୟାକ୍ ଏବଂ ଗୋଟେ କଣ୍ଟ୍ରିମେଟ୍ ପିସ୍ତଲ ଏଇଠି ବର୍ତ୍ତମାନ ଅଛି। ସେମାନେ ସାଇଣ୍ଟିଫିକ୍ ଟିମ୍ ତାଙ୍କର କାମ ଜାରି ରଖିଛନ୍ତି। ସେମାନେ ତାକୁ ସଂଗ୍ରହ କରି ଆମକୁ ଦେବେ। ଯାହା ତଦନ୍ତରୁ ବର୍ତ୍ତମାନ ସୁଦ୍ଧା ଜଣାପଡ଼ୁଛି ତାଙ୍କର ପୂର୍ବ ଶତ୍ରୁତାରୁ ହିଁ ଏଇ ଘଟଣା ଘଟିଛି। ଆମେ ବର୍ତ୍ତମାନ ସ୍ପଟ୍ ଏଇଠି ଏଇ ଜାଗାରେ ଆମେ ବର୍ତ୍ତମାନ ସାଇଣ୍ଟିଫିକ୍ ଟିମ୍ ଭିଜିଟ୍ କରୁଛନ୍ତି। ସେଠିକି ଗଲା ପରେ ଜଣାପଡ଼ିବ। 17ରୁ ଉର୍ଦ୍ଧ୍ୱ କେସ୍ ଅଛି। ଏନ୍ଏସି ଦିଆହେଇଥିଲା, କୋଟିନଡ଼ାରୁ ଏନ୍ଏସି ତାକୁ ଦିଆହେଇଥିଲା ଏବଂ ଆସ୍କା, ଶେରଗଡ଼, ବଡ଼ଗଡ଼ ଏମିତି ଥାନା ଗୁଡ଼ାକ ତାକୁ କେସ୍ ଅଛି। ବର୍ତ୍ତମାନ ଇଣ୍ଟରୋଗେସନ୍ ଚାଲିଛି ଏବଂ ପରବର୍ତ୍ତୀ ସମୟରେ ଯଦି ଆଉ କାହାର ସମ୍ପୃକ୍ତି ଆସିବ ସେମାନଙ୍କୁ ବି ଗିରଫ କରାଯିବ। ଅନନ୍ତ ପଟ୍ଟନାୟକ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିଲେ ଏବଂ ତାଙ୍କ କାଲି ଘଟଣା ପରେ ତାଙ୍କ ବାପାଙ୍କ ରିପୋର୍ଟ ଉପରେ ଶେରଗଡ଼ ଥାନାରେ କେସ୍ ପଞ୍ଜୀକୃତ ହୋଇଛି। କେସ୍ ପଞ୍ଜୀକୃତ ହେଲା ପରେ ତଦନ୍ତ ସମୟରେ ଜଣାପଡ଼ିବା ପରେ 3 ଜଣ ସମ୍ପୃକ୍ତ ଥିବା ବ୍ୟକ୍ତିକୁ ଥାନାରେ ଅଟକ ଅଛନ୍ତି। ସେମାନେ ତାଙ୍କର ଇଣ୍ଟରୋଗେସନ୍ ଚାଲିଛି ଏବଂ ପରବର୍ତ୍ତୀ ସମୟରେ ଆଉ କାହାର ଯଦି ସମ୍ପୃକ୍ତି ରହିଥିବ ତାହେଲେ ସେମାନଙ୍କୁ ବି ଆରେଷ୍ଟ କରି ଫରୱାର୍ଡ କରାଯିବ। ହତ୍ୟା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ହେଇଛି। ନୂଆ ଖେରାଡାରେ ଯେଉଁ ପ୍ରଥମ ଘଟଣା ସେଠି ଘଟିଲା, ସେମାନେ ତାଙ୍କୁ ସେଠି ଅଟକେଇକି ଅପରାଧୀମାନେ ଅନନ୍ତ ପଟ୍ଟନାୟକକୁ ଠେଙ୍ଗାରେ ବାଡ଼େଇଥିଲେ ଏବଂ ତାକୁ ତାଙ୍କ କାରରେ ଏଇ ଜାଗାକୁ ନେଇ ଆସିଥିଲେ। ଆଉ ଏଇ ଜାଗାରେ ଅନନ୍ତ ପଟ୍ଟନାୟକର ମୃତ୍ୟୁ ହୋଇଛି। ଜବତ ପ୍ରକ୍ରିୟା ଚାଲିଛି। ବର୍ତ୍ତମାନ ଜବତ ସରିଲା ପରେ ସମ୍ପୂର୍ଣ୍ଣ ବିବରଣୀ ଆମେ ଦେବୁ। ଏଇ ଜାଗାରେ ବର୍ତ୍ତମାନ ତାର ବ୍ୟାକପ୍ୟାକ୍